बाटोइको बाटो जगती लोह को चिढ़े पारी आँख पटकाही पीली पीली बाटोइको बाटो जगती लोह को चिढ़े पारी आँख पटकाही भुलकाए महाकवि ओरे अतीता श्रावण ताई मेघ साजरे अधड़ा प्रतारणा सहरानी बट बड़ाए प्रेम प्रतारणा सहरानी बट बड़ाए प्रेम पचारुछि संपर्कको काउछि तुका पचारुछि संपर्कको काउछि तुका भोतरा भोगुछि भोतरा भोगुछि भोतरा भोगुछि भोतरा भोगुछि भोतरा भोगुछि आखि खोला ए आखि खोला ए देखा तुम अनामिक डाकुची पर आखि खोला अरे कौन है तुम्हारा एमती चित्कार कर चलछ जे आ मते एमती धक्का देउछ जे कौन हैला तमे किए काहे के मो पाखो को आसीबा पाई चेष्टा करूछ सत कथा मानि जा तमे किए कौन हैला मु किए अरे मु पर तुम प्रेमिका अनामिका नहीं साथी पैसा तो जन्म भाई कथा देछ आ पुणी पचार तमें कि तमे मिछ कहूछ तमे केबे भी मो प्रेमिका हे परिबरी काहे कि ना मो प्रेमिका अच्छी कौन मु आउ जण को भलो पाइछे ए देखा मते थट्टा करनी सतरे मु बहुत दुख रे अछि एमती थट्टा करिकी मते आ दुख दियानी मु का को दुख देबा पई चाहुने त माने कोन तुम सत्य कहछ तुम प्रेमिका अछि हां सत कहूछ मो प्रेमिका अछि कोठी अछि तुम प्रेमिका मो प्रेमिका हां काई मो प्रेमिका
ନାଇଁ ମୋ ପ୍ରେମିକା ତମେ କୁଆଡେ ପଠେଇ ଦେଇଛ ମୋ ପ୍ରେମିକାକୁ ମୁଁ କାହିଁକି ପଠେଇବି ତୁମ ପ୍ରେମିକାକୁ ତମେ କାହାକୁ ଭଲ ପାଉଛ ତା ନାଁ କଣ ପଳି କହିପାରିବ ହଁ ମୁଁ ଭଲ ପାଉଛି ଜଣକୁ ତା ନିଶ୍ଚୟ କହିବି ତା ନା ଆରେ କହିଦିଅ ଅନାମିକା ବୋଲି ନାଇଁ ଆଉ କିଏ ଅଛି ମୋ ପ୍ରେମିକା ତାହେଲେ କହୁନ ତା ନା ତା ନା ଅବନ୍ତିକା କଣ କହିଲା ନାଇଁ କଣ କହିଲା ଆଉ ଥରେ କୁହ କଣ କହିଲା ତମ ପ୍ରେମିକାର ନାଁ କଣ ଅଛି ନୁହଁ ଯୁଗ ଯୁଗ ପାଇଁ କହିବି ସବୁଦିନ ପାଇଁ କହିବେ ମୋ ପ୍ରତ୍ୟେକଟି ରକ୍ତ ବିନ୍ଦୁରେ ତା ନା ଜଡ଼ିତ ସିଏ ମୋ ଜୀବନ ତା ପାଇଁ ମୋ ନିଶ୍ୱାସ ଚାଲୁଛି ସିଏ ମୋ ଅବନ୍ତିକା କଣ ସତ କହୁଛ ତୁମେ ସତରେ ସେଇ ଅବନ୍ତିକାକୁ ଭଲ ପାଅ ହଁ ମୁଁ ଜୀବନଠୁ ବି ଅଧିକ ଭଲ ପାଏ ମୋ ଅବନ୍ତିକାକୁ ତାମାନେ କଣ ତୁମେ ହଉଛ ସେଇ ଅରୁଣ ହଁ ମୁଁ ସେଇ ଅରୁଣ ହେ ଭଗବାନ ମୁଁ ଏ କେତେ ବଡ଼ ଅନର୍ଥ କରିବାକୁ ଗଲି ପ୍ରଭୁ ବାବୁ ତମେ ମତେ ମିଛ କହୁଛ ଆରେ ତମେ କେମିତି ସେଇ ଅରୁଣ ହେଇପାରିଲ ତୁମକୁ ସେଇ ଅରୁଣକୁ ପରା ବାପା ମନ୍ଦିରରେ ରଖିଛନ୍ତି ହେଲେ ତୁମକୁ ତ ମୁଁ ସେଇ ନଈ ତୁଠରୁ ପାଇଛି ତମେ କେମିତି ସେଇ ଅରୁଣ ହେଇପାରିଲ ମୋତେ କିଏ ବି ବନ୍ଦୀଗୃହ ରଖିନଥିଲେ ଆଉ କାହିଁକି ନା ଏ ରାଜ୍ୟର ସେନାପତି ହଁ ସେନାପତି ସୂର୍ଯ୍ୟ ହଁ ମୋତେ ବନ୍ଦୀଗୃହ ରଖି କଣ କରିବି ନିର୍ମମ ଭାବରେ ହତ୍ୟା କରି ସେଇ ସମୁଦ୍ର କୂଳକୁ ନଈ ତୁଠରେ ଫୋପାଡ଼ି ଦେଇଥିଲେ ସେଇଠୁ ମୁଁ ନିଜକୁ ନିଜେ ଆଉ ଜାଣିପାରିନି ଯେ ମୁଁ କେମିତି ପୁଣି ବଞ୍ଚିବାର ରାହ ଖୋଜିଛି କଣ କହିଲା ତୁମକୁ ସେଇ ସୂର୍ଯ୍ୟ ମାରି ନଈରେ ଫିଙ୍କି ଦେଇଥିଲା ମୋତେ ସେଇ ସୂର୍ଯ୍ୟ ମାରିକି ନଈ ତୁଠରେ ଫୋପାଡ଼ି ଦେଇଥିଲା ସତ କହୁଛ ବାବୁ ହଁ ମୁଁ ସତ କହୁଛି ସେଇଦିନଠୁ ମୁଁ ମୋ ଅବନ୍ତିକାକୁ ଦେଖିନି କି ପାଇନି କି ଖୋଜି ପାରୁନି ହଁ ତୁମେ ସତ କହୁଥିବ ସେଇ ମାରିକି ନଈରେ ଫିଙ୍କିଲା ବୋଲି ମୁଁ ଗାଧିଲା ସମୟରେ ତୁମକୁ ପାଇଥିଲି ତୁମେ ମୋତେ ପାଇଥିଲ ହଁ ମୋ ସାଙ୍ଗ ଆଉ ମୁଁ ମିଶି ତୁମକୁ ପାଣି ମଧ୍ୟରୁ ବାହାରକୁ ନେଇ ଆସିଲୁ ହେଲେ ତୁମେ ଚେତା ଶୂନ୍ୟ ଥିଲ କେତେ ଚେଷ୍ଟା କଲା ପରେ ତୁମେ ଚେତା ଫେରି ପାଇଛ ହେଲେ ତୁମେ ତୁମର ସମ୍ପୂର୍ଣ୍ଣ ପରିଚୟଟି ହରାଇ ବସିଥିଲ ସେଥିପାଇଁ ଭଲ ପାଇକି ଘରକୁ ନେଇକି ଆସିଲି ବୋଲି ମୋ ବଡ଼ ଭଉଣୀ ଘର ଛାଡ଼ି ଚାଲି ଯାଇଛି ବାବୁ ତୁମେ ତୁମେ ମୋ ଅବନ୍ତିକାକୁ କହିଛ ହଁ ତମେ ମୋତେ ଭଲ ପାଉଛ ବୋଲି କହିଛ ହଁ ଆରେ କାହିଁକି କହୁଥିଲ ମୋ ଅବନ୍ତିକା ଆଉ କଣ କରିଥାନ୍ତି ବାବୁ ତୁମେ ତ ତୁମର ନାମ ଗ୍ରାମ କିଛି ମନେ ନଥିଲା ମୁଁ କହିନଥାନ୍ତି ତ ଆଉ କଣ କରିଥାନ୍ତି ତମେ କହିଲ ବାବୁ ମୁଁ ମୋ ଅବନ୍ତିକା ପାଖକୁ ଯିବି ମୋ ଅବନ୍ତିକା ପାଖକୁ ମୁଁ ଯିବି ଆଉ ମୁଁ କୁଆଡ଼େ ଯିବି ବାବୁ ତମେ ତ ତମ ଅବନ୍ତିକା ପାଖକୁ ଚାଲିଯିବ ହେଲେ ମୁଁ କୁଆଡ଼େ ଯିବି ତମେ ମୋତେ ଜୀବନ ବଞ୍ଚେଇଛ ତମକୁ କେମିତି ମୁଁ ପ୍ରେମିକା ହିସାବରେ ସ୍ୱୀକୃତି ଦେଇପାରିବି ଆରେ ତୁମେ ଯେତେବେଳେ ମୋତେ ମରଣ ମୋରୁ ସଂଘର୍ଷ କରି ମୋ ଜୀବନ ଫେରି ଆଣିଛ ତୁମେ ଏମିତି ସାମର୍ଥ୍ୟର ମଣିଷ ନୁହଁ ଆରେ ତୁମେ ତ ମୋ ପାଇଁ ଦେବୀ ତୁଲ୍ୟ ତୁମେ ମୋ ପାଇଁ ଦେବୀ ପ୍ରତିମା ନାଇଁ ବାବୁ ଇଚ୍ଛା ହେଉଛି ତୁମ ପାଦ ତଳେ ମୋ ମୁଣ୍ଡ କଚାଡ଼ିବା ପାଇଁ ବାବୁ ଯାହା ବି ଅଜାଣତରେ ମୁଁ ତୁମକୁ ଭଲ ପାଇବାର ଇଚ୍ଛା ଦେଇଛି ମୁଁ ତୁମ ଆଗରେ ହାତ ଯୋଡ଼ି କ୍ଷମା ମାଗୁଛି ତୁମେ କହିବାକୁ କଣ ଚାହୁଁଛ ବାବୁ ମୋତେ ତୁମେ ଭୁଲି ଯାଅ ନାଇଁ ବାବୁ মায়াটা যেতে পেলে
जो बाटे नी जाए से बाटे चलिबाकू हे मनीष बाध्य होई সময়টা যেতে বেলে চৌবাট যায় সেই বাট চালিবাকু হে মনীষ বাধ্য হই সময়টা যেতে বেলে চৌবাট যায় সেই বাট চালিবাকু दोष सजे देছি দোষ ঝুলে দেছি দোষ সজে দেছি দোষ ঝুলে দেছি মনে ভরি দুঃখ যাতনা মন বৃন্দাবনে লাগছি নিয়া বনে লাগনা নিয়া অনবৃন্দা বনে লাগছি নিয়া অনবৃন্দা বনে লাগছি নিয়া অনবৃন্দা বনে লাগছি নিয়া অনবৃন্দা বনে লাগছি ଅନାମିକା ହ୍ୟାଲୋ ଏ ମା ଅନାମିକା ଆରେ କ'ଣ ହେଇଛି? ବାପା ଆପଣ ଏଠି ଆପଣ ପରା ସେ ରାଜ୍ୟସଭାକୁ ଯାଇଥିଲେ ହେଲେ ଏମିତି ମୋ ପାଖରେ କ'ଣ କାମ ଅଛି ଯେ ମୋ ପାଖକୁ ଆସିଛନ୍ତି ବାପା? ସେଇଥିଲି ରେ ମା ରାଜ୍ୟସଭାରେ କାର୍ଯ୍ୟ ସାରି ଯେତେବେଳେ ଉଆସକୁ ଫେରିଲି ଦେଖିଲି ତୋ ବଡ଼ ଭଉଣୀ ଅବନ୍ତିକା ଉଆସରେ ନାହିଁ। ବାପା ତାକୁ ଖୋଜି ଖୋଜି ମୁଁ ଏଠାକୁ ଆସିଛି। ସେ କ'ଣ ତୋ ପାଖକୁ ଆସିଥିଲା? ତାକୁ କ'ଣ ଦେଖିଛୁ? ଆସିଥିଲା ବାପା, ସେଇ ଅଭାଗିନୀ ମୋ ପାଖକୁ ଆସିଥିଲା। ହେଲେ ବାପା ସର୍ବପ୍ରଥମେ ମୋର ଗୋଟେ କଥାର ଜବାବ ଦିଏ ବାପା। ମୋ ବଡ଼ ଭଉଣୀ ଯାହାକୁ ଭଲ ପାଇକି ଘରକୁ ନେଇକି ଆସିଥିଲା ତାର ଆପଣ କି ଶାସ୍ତି ଦେଇଛନ୍ତି ବାପା? ଓ ଅରୁଣ, ଅରୁଣ କଥା କହୁଛୁ? ହଁ ସେଇ ଅରୁଣ କଥା। ସେ ମୋର ପରମ ଶତ୍ରୁ ରଘୁଦାସର ପୁଅ ବୋଲି ତାକୁ ବନ୍ଦୀ କରି କାରାଗୃହରେ ରଖିଛି। ନାଇଁ ବାପା, ଆପଣଙ୍କ ରାଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଭୁଲ ହେଇଯାଇଛି। ମାନେ ଏହା କି ଯେ ଆପଣ ଦୁଧ ଦେଇ ଘରେ ନାଗ ସାପକୁ ପୋଷୁଛନ୍ତି ବାପା। ମାନେ ସେଇ ସୂର୍ଯ୍ୟ ପ୍ରତାପ ସେଇ ଅରୁଣକୁ ମାରି ନଈରେ ଫିଙ୍କି ଦେଇଥିଲା ବାପା। କ'ଣ କହୁଛୁ ତୁ? ହଁ, ଠିକ ସମୟରେ ମୁଁ ଆଉ ମୋ ସାଙ୍ଗମାନେ ମିଶି ସେଇ ନଈକୁ ଗାଧେଇବା ପାଇଁ ଯାଇଥିଲୁ। ସେ ଅରୁଣଙ୍କ ଶରୀରଟା ଭାସି ଆସୁଥିଲା। ତାକୁ ଉଦ୍ଧାର କରି ଭଲ ପାଇ ଘରକୁ ନେଇ ଆସିଲି ବୋଲି ମୋ ବଡ଼ ଭଉଣୀ ଘର ଛାଡ଼ି ଚାଲି ଯାଇଛି ବାପା। କ'ଣ କହିଲୁ? ସେ ସେନାପତିର ଏଇଟା ଗୋଟେ ଚକ୍ରାନ୍ତ। ମୋ ଆଜ୍ଞାକୁ ଅବଜ୍ଞା କରି ଅରୁଣକୁ ହତ୍ୟା କରିଛି। ହଁ ବାପା। ନାଇଁ, ମୁଁ ଏତେ ସହଜରେ ତାକୁ ଛାଡ଼ିବିନି। ତାକୁ ଉପଯୁକ୍ତ ଶାସ୍ତି ନିଶ୍ଚୟ ଦେବି। ହେଲେ ବାପା ସର୍ବପ୍ରଥମେ ଚାଲ ମୋ ବଡ଼ ଭଉଣୀକୁ ଖୋଜିବା ପାଇଁ ଯିବା। ହଁ ରେ ମା,
ଅବନ୍ତିକା କୁଆଡ଼େ ଚାଲି ଯାଇଛି ହଁ। ସେ ପ୍ରଥମେ ଅବନ୍ତିକା ଖୋଜିବା ଚାଲ ବାପା ତାପରେ ସେନାପତି ଶୀଘ୍ର କଥା ଚାଲ। ବିଚାର କରିବି ହଁ ଚାଲ ମା। ସୂର୍ଯ୍ୟ ତୁ ହଉଛୁ ମୋର ବେତନ ଭୋଗୀ କର୍ମଚାରୀ ମୋର ପଦଚାଟା ଭୃତ୍ୟ ତୋର କେତେ ସାହସ ହେଲା ମୋର ଆଜ୍ଞାକୁ ଅବଜ୍ଞା କରି ଅରୁଣକୁ ତୁ ହତ୍ୟା କରିଛୁ ଅରୁଣ ହେଉଛି ମୋର ଶତ୍ରୁ ପୁଅ ପରମ ଶତ୍ରୁ ସେଥିପାଇଁ ମୁଁ ତାକୁ ହତ୍ୟା କରି ବସାଣିରେ ପୋତି ଦେଇଛି ଆବେ ଅରୁଣ କେମିତି ତୋର ଶତ୍ରୁ ହେଲା ମୂର୍ତ୍ତି ଚୋରି କରିଛୁ ତୁ ଦଣ୍ଡ ପାଇଛୁ ତୁ ଆଉ ଅନ୍ୟମାନଙ୍କୁ କ'ଣ ପାଇଁ ଦୋଷ ଦଉଛୁ ହେଲେ ମୂର୍ତ୍ତି ତ ମୁଁ ଚୋରି କରିଥିଲି ମହାରାଜ ହେଲେ ମୋ ପରିବାର ତ ଚୋରି କରିନଥିଲା ମୋ ସ୍ତ୍ରୀ କାନ୍ତି ମୋ ଝିଅ ରୂପାଲି ଆଉ ସେଇ ମୋ 5 ବର୍ଷର ପୁଅ ଭରତ ସେମାନେ ତ ଦୋଷ କରିନଥିଲେ ମହାରାଜ ସେମାନେ କାହିଁକି ଆର ପାରିକୁ ଚାଲି ଯାଇଛନ୍ତି ଆରେ ତୁ କରିଥିବା କର୍ମର ଫଳ ଏଇଟା ସେଇ ଅପମାନରେ ସେମାନେ ଆତ୍ମହତ୍ୟା କରିଛନ୍ତି ଏଥିରେ ଅନ୍ୟ କାହାରି ଦୋଷ ନାହିଁ अबे वृद्ध राजा महेंद्र केशरी अबे मने पका सही 15 वर्ष तलर कथा जो कथा की रानी हंसपुरे घटी थिला आउ घटनाटा मो घटाई थिले अबे सही महारानी शकुंतला को मो मारी थिले बे ମହାରାଣୀ ଶକୁନ୍ତଳାକୁ ବାପା यही ମୋ ମାକୁ ମାରିଛି ବାପା ଏଇ ଦେଖ ସେ ନିଜେ ହିଁ କହୁଛି ମହାରାଣୀ ଶକୁନ୍ତଳାକୁ ତୁ ହତ୍ୟା କରିଛୁ ମହାରାଣୀ ଶକୁନ୍ତଳାକୁ ମୁଁ ହତ୍ୟା କରିଥିଲି ବୃଦ୍ଧ ରାଜା ମହେନ୍ଦ୍ର କେଶରୀ ଆଉ ଦୋଷଟା ମୋର ପରମ ବନ୍ଧୁ ରଘୁଦାସ ମୁଣ୍ଡରେ ଲଦି ଦେଲୁ ଆମ ପବିତ୍ର ବନ୍ଧୁ ସମ୍ପର୍କରେ ପଛରେ ଠିଆ କରିଥିବା ମଣିଷ ତୁ ଆବେ ତୁ ମଣିଷ ନା ଶୈତାନ अबे मैं शैतान मैं अधर्मी बुझिलो वृद्ध राजा महेंद्र केशरी आज मरीबु सला निश्चय मु तते मारिबी सेथिपाई राजभवन को आसीछे सूर्य प्रताप ଆବେ ବୃଦ୍ଧ ହେଇଛି ବୋଲି ଭାବନା ଯେ ମୋ ଦେହରେ ଶକ୍ତି ନାହିଁ ବୋଲି ମୋ କ୍ଷତ୍ରିୟ ସନ୍ତାନ ଧମନୀରେ ମୋର କ୍ଷତ୍ରିୟ ରକ୍ତ ପ୍ରବାହିତ ହେଉଛି ଉଠା ତୋର ମାରି अबे उठाओ तोर बड़ी हे जो शक्तिर परीक्षा रणक्षेत्र जड़ा जीव कहा शक्ति कते
বৃদ্ধ রাজা মহেন্দ্র কেশরী এ চক্রধরর କରାମତି কেতে আরে তোর ঘরে রহিলা তোরি অন্ন খাইলা হেলে বিনাশটা ବି তোরি হেলা দেখ মু চক্রধর খল বুদ্ধিরে পুরা দুরন্ধর মরিবু এইটি মরিবু দেখ বৃন্দাবন রাজ্যের রাজা দেশরা রায় শ্রী 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 97 শ্রী রাজা চক্রধর बंदा हिचे भी केड़े उत्पात होचे देसी नाच तोर नाच सुनी फोटे देवी तोर बुआ नका ना कत तोर ना सीना महेंद्र केसरी तोर बुआ ना व्हाट इज देयर फादर नेम ए दुर्मा झाड़ी देवी तोर नाक फोटे देवी इ लोग के तुई इ लोग के सड़ी जीवू तोते तो माछी खाएबा माछी बुढ़ा राजा महेंद्र केसरी ए राजा महेंद्र केसरी कहीं मो पुओ कहीं मो पुओ को पूरा मारी दे तू नहीं है पारिबनी एक कथा दे दे मो पुओ कहीं दे दे मो पुओ को दे दे अरे तू दिने कहूलु कौ बंधु भाव रखी मो स्त्री को हत्या कलु बोली ए रघुदास मारी थिला मଣିଷ ହେଲେ ସେଥିପାଇଁ ମୋ ପୁଅକୁ ତୁ ମାରି ଦେଇଛୁ ଦେଇ ଦେ ମୋ ପୁଅ କାହିଁ ଦେ ସମ୍ପୂର୍ଣ୍ଣ ମିଛ କଥା ମୁଁ ତମ ପୁଅକୁ ମାରିନି ତମ ପୁଅ ବର୍ତ୍ତମାନ ବି ବଞ୍ଚିଛି ମୋ ପୁଅ ବଞ୍ଚିଛି ହଁ ମୋ ପୁଅ ତାହେଲେ ବଞ୍ଚିଛି ଏ ସବୁ ସେଇ ସେନାପତିର ଚକ୍ରାନ୍ତ ହଁ ତାହେଲେ ତମ ପୁଅକୁ ମାରି ନଈରେ ଫୋପାଡ଼ି ଦେଇଥିଲା ହଁ ମୋ ଛୋଟ ଝିଅ ଅନାମିକା ତାକୁ ଉଦ୍ଧାର କରି ଜୀବଦାନ ଦେଇଛି ତାହେଲେ କୋଉଠି ଅଛି ମୋର ପୁଅ ଅଛି କୋଉଠି ଅଛି କୋଉଠି କୋଉଠି ଦେଖାଅ ଅଛି ତମ ମୋ ପୁଅ କୋଉଠି ଅଛି ତମ ପୁଅ ବଞ୍ଚିଛି ବଞ୍ଚିଛି ମୋ ପୁଅ ହେଲେ ହେ ଭଗବାନ ୟା ଭିତରେ ଆହୁରି ଅନେକ କଥା ଘଟି ଯାଇଛି ଅନେକ କଥା ମୁଁ ଯୋଉ ଦୋଷରେ ତମକୁ ରାଜ୍ୟରୁ ବିତାଡ଼ିତ କରିଥିଲି ପ୍ରକୃତରେ ସେ ଦୋଷ ତମେ କରିନ
ଆଜି ମୁଁ ସତ ଘଟଣା ଜାଣି ସାରିଛି। ମହାରାଜ ମହାରାଣୀ ଶକୁନ୍ତଳାକୁ ସେ ସେନାପତି ସୂର୍ଯ୍ୟ ହିଁ ହତ୍ୟା କରିଥିଲା। ହଁ ମହାରାଜ ଆଜି ମୁଁ ସତ କଳା ଜାଣିପାରି ମୁଁ ହତ୍ୟା କରିନଥିଲି ଆଜି ମୁଁ ହାତ ଯୋଡ଼ି କ୍ଷମା ମାଗୁଛି। ନାଇଁ ବନ୍ଧୁ। ନାଇଁ ମହାରାଜ ମତେ କ୍ଷମା କରିଦିଅ। ଏତେ ବଡ ବୃନ୍ଦାବନ ରାଜ୍ୟର ରାଜା ସାମାନ୍ୟ ରଘୁଦାସକୁ କ୍ଷମା ମାଗିବା ଇଏ ତ ଭଲ ନୁହେଁ ମହାରାଜ। ବର୍ତ୍ତମାନ କଣ କରିବାକୁ ହେବ? ଶୁଣ ହଁ ଚାଲ ଆମେ ରାଧାକୃଷ୍ଣ ମନ୍ଦିରକୁ ଯିବା। ସେ ଶୈତାନ ମୋ ସାନ ଝିଅକୁ ଉଠେଇ ନେଇଛି ସେ ମନ୍ଦିରକୁ। ସୂର୍ଯ୍ୟ ପ୍ରତାପ ଉଠେଇ ନେଇଛି। ହଁ ଠିକ ଅଛି ମହାରାଜ, ତାରି ପ୍ରତିବାଦ କରିବା ତାହେଲେ। ସୂର୍ଯ୍ୟ କଣ ହୋଇଛି? କଣ ହୋଇଛି ବାବୁ? କଣଟା ହୋଇଛି? ଭଣଜା ବାପା କିଏ ଗୋଟେ ପଛ ଆଡୁ ଆସିକି ପେଲି ଦେଲା ପୁରା। ଆବେ କିଏ ବେ ସେ? କିଏ ବେ? ଆବେ କିଏ ବେ ତୁ? ଆରେ ମୁଁ ଯଦି ମୋ ନାଁ କହିବି କି ମୁଁ ଚେହେରା ଦେଖେଇବି ତାହେଲେ ତମ ଦି ଜଣଙ୍କର ପାଦ ତଳୁ ମାଟି ଖସିଯିବ। ଆଚ୍ଛା ତୁ ସେମିତି କାମ ନବ। ହଁ କିଏ ବେ ତୁ? ଦେଖା ତ ମୁହ। ଦେଖିଲେ ଭଲ ଭାବରେ ମୁଁ କିଏ। আবে সেই 7 ବର୍ଷ ତଳେ ମୁଁ ତତେ ମାରି ସେଇ ବସାଣିରେ ପୁତି ଦେଇଥିଲି। ହେଲେ କେମିତି ତୁ ଜୀବିତ ଅଛୁ ବେ? କାହିଁକି ନା ଆରେ ମୁଁ ଯଦି ସେଇଦିନ ମରିଯାଇଥାନ୍ତେ ତାହେଲେ ତ ବୋଲି ମଣିଷ ରୂପୀ ଶୈତାନ ସବୁଦିନ ପାଇଁ ଝିଗ ଝିଗ ପାଇଁ ଅମର ହେଇଥାନ୍ତେ। ତେଣୁକରି ତ ବୋଲି ମଣିଷକୁ ବିନାଶ କରିବା ପାଇଁ ଅରୁଣକୁ ଉପରବାଲା ବଞ୍ଚେଇକି ପଠେଇଛିବେ। ଆଚ୍ଛା ଆବେ ସାମାନ୍ୟ ବାଳକ ତୋ କଥା ଶୁଣି ମତେ ହସ ମାଡୁଛି ବେ, ହସ ମାଡୁଛି। ଏ ବାବୁ ତୁମକୁ ମୁଁ ସେଦିନ କଣ କହିଥିଲି? ଏ ଅରୁଣକୁ ମୋ ଶାଢ଼ୀକୁ ନେଇ ମୋ ଶାଢ଼ୀରେ ପୋତି ଦେଇକି ଆସିବ କହିଥିଲି ନା। ହେଲେ ଅରୁଣ ଏ ଜଗକୁ ଆସିଲ କେମିତି? बड़ा ओजन करे पिला तो मोका डाल और कुणा कहूचे पिला रे के बुइबा नदी उले देली अबे ସେଇଟା ହେଉଛି ତୁମର ସମ୍ପୂର୍ଣ୍ଣ ଭାବରେ ଭୁଲ। ବାବୁ ସେଥିପାଇଁ ହିଁ ଏଇ ବୃନ୍ଦାବନ ରାଜ୍ୟକୁ ଚାଲି ଆସିଛି ଏ ରଘୁଦାସର ପୁଅରୁ। ए चाली आई छे लागबो पिला से दिनर मार पासरो लुकी अच्छा हां पिला पासरी गला पुले दमु र हे तीरा दी चाल दूरा दमु आ ଥରେ ମୋ ପାଖକୁ ଆସିକି ଦେଖ। ए ଆସିଲି ପାଖକୁ। पासांडी नारी बोल देली ओइरा नर ए मूर्ख पापिष्टर पठाई भी तते जमर भुवन ଆଚ୍ଛା ସେ ଜମଭୂମରେ ଦେଖିଛୁ ତୁ? ए ହଁ आरु ଦେଖିଛୁ? काली जाइतिली ठीक अधा दिन पलेली କାହିଁ ଯିବା ପାଇଁ ଇଚ୍ଛା ହେଲାନି ବୋଧେ? 15 मिनिट लागसी यार केते जीबी हां ଓ डेली आसा जा ତାହେଲେ ଆଜି ଥରେ ପଠେଇଦେବି ଭଲ ଭାବରେ ଯିବୁ ସେ ଜମପୁର ବୁଲିବାଲିକି ଆସିବୁ। मोर संग लागबा भण जा ଆଲୋ ଇ ବାବୁ इता का मुई ठेसी देवी ठेसी दे मोर तो टे ए बाबू रे आ बाबू रे तू छुआ अछि एबे तो तोर मा कहबा काओ सुई जा रे बाबू बुबू सुई दे ए का उत्पात होचु गोटे चापड़ पिटी तेरे 33 टा दांत हिटई देबी ଆରେ ए ମୁଁ ମା କ୍ଷୀର ଖାଇକି ଶକ୍ତ ବଳୁଆ ହେଇଛି। आती तो गाय की ଏଇନେ କ୍ଷୀର ଖାଇବାର ମୋର ଅବସ୍ଥା ନାହିଁ। ମୁଁ ଏଇନେ ରକ୍ତ ନିଗାଡ଼ିବା ପାଇଁ ପ୍ରସ୍ତୁତ ହେଇକି ରହିଛି। मुई तो देखि जे तू बलद गुरस खाइचू ଆରେ ए ମୂର୍ଖ ଗଜ ମୂର୍ଖ। बा ଆରେ ବଳଦ କେବେ କ୍ଷୀର ଦିଏ ତୁ ଦେଖିଛୁ?
তো আখি দোষ না তো চশমা দোষ বে আমার বার দেশি বুয়া মুই দেখি এড়কি সিলসিলাটা আরে এ এমিতি বকর বকর হউথিবু 4 লাখ লাখ এই বুড়া চক্র ধরতে নিচিন ভাব আচ্ছা আরে মনে বুঝিগলা তো ভনে যাকে বুঝাই দে ভঞ্জা পুতা নি লাগু না পলো না বুয়া এই বামু জেন ঘুষা তবে বৃদ্ধ লোক সেপটে তুমি বসি দেখ তম বড় যার শক্তি টকতে এ বুয়া দম ধর মোর চৌथा परसेंट नहीं हला जिनी मुई आज के हला 1.5-2 बरस नहीं पाड़ी थी कार रोक में टूरा झाड़ी देला गुटे मुका जे बुआ सब छिंगली गला ना তুই নি লাগ পলং চাল জীবন তিলে জীব হ্যালো এই বাবু তুমি সেপটে বসো সেপটে তুমি বসি তম বড় যার শক্তিটা দেখ মরবুরে পুতা মর মু পলাবি বুয়া মই জবা আছি বল দেখি পাইলে তো তো মামুর অবস্থা কেমিতি করলি আবে তুই ছা তুই ছা দান্ত তোর এ জয় ঝড়িরে পড়ি লোহକୁ ଚୋବାଇବା ପାଇଁ କରୁଅଛୁ ବଡ଼ ଗୋଟିଏ ହୁଙ୍କରେ ଖୁଞ୍ଚି ଯିବୁ ତୁ 7 କୋଶ ବୁଝିଲୁ ଏ ରୋଡ ଏ ଜାଗା ଛାଡ଼ି ତୁ ଚାଲି ଯା ଏ ବୃନ୍ଦାବନ ରାଜ୍ୟ ଛାଡ଼ି ତୁ ଚାଲି ଯା আরে মু এ জায়গা ছাড়ি যা আসিনি এ জায়গার সবুদিন পাই তোকে দুধুয়াকে পঠাইবা পাই মু আসিছি আচ্ছা আবে সামান্য বালক ততে মু ভলরে কହୁছি সতরে কହୁছি জমাটা মিছ কহুনি এ বৃন্দাবন রাজ্য ছাড়ি তু চালি যা সেই সতরা পাই তোতে মু কହୁছি তোর যদি বঞ্চিবার রাহা আছে বরং তু এ বৃন্দাবন নগরী ছাড়ি সবুদিন পাই মো আখি পলকରୁ দূরেই যা নচেত তো গন্টি ঠাରୁ মুন্ড অলগা କରିବା ପାଇଁ মতে ঠিকিয়ে ବି ସମୟ ଲାଗିବନି ଭାଇ আবে হীন কুলাঙ্গার কেবল পামর রাজ্যକୁ পশি আসি পড়ি মতে দেউ দোষ হীন কুলাঙ্গার কেবল পামর রাজ্যକୁ পশি আসি রে হীন কুলাঙ্গার কেবল পামর রাজ্যକୁ পশি আসি রে বিনা দোষ মতে দেউ আছু খালি বিনা দোষ মতে দেউ আছু খালি আজি তো কোলারে দেবী মু ফাঁসি রে হীন কুলাঙ্গার কেবল পামর রাজ্যକୁ পশি আসি রে রে জায়গা ছাড়ি চলি যা ସବୁ ଭଲରେ କହୁଛି ଏ ଜାଗା ଛାଡ଼ି ତୁ ଚାଲି ଯା କହିଲି ପରା ଏ ଜାଗା ଛାଡ଼ି ଯିବା ପାଇଁ ମୁଁ ଆସିନି ବେ ସବୁଦିନ ପାଇଁ ତୋ ପରି ଶୈତାନକୁ ବିନାଶ କରିବା ପାଇଁ ଏ ଅରୁଣର ଆଗମନ ତେବେ ପ୍ରସ୍ତୁତ ହେଇଯା अबे उठा तलवारी এই যাও শক্তির পরীক্ষা রণক্ষেত্র জড়া জীব কহ শক্তি দেবে এ বাপর
କ'ଣ ନିଦ ଲାଗୁଛି? ନିଦ ହଉଛି? ଓହୋ ଆତ୍ମହତ୍ୟା କରିସାରିଲୁଣି? ମରିଗଲୁଣି? ଅରୁଣ ତମେ ଟିକେ ଅପେକ୍ଷା କର, ବାପା ଆସିଲେ ୟାର ସୁବିଚାର ଅରୁଣ କରିବେ। ମଣିବା ତମ ବାପା ଆସିଛନ୍ତି। ବାପା ଆରେ ବାପା ତୁ ବଞ୍ଚିଛୁ ରେ ଧନ? ଏ ବାପା ତୁ ବଞ୍ଚିଛୁ? ବାପା ଆରେ ମୁଁ କେମିତି ଏତେ ଶୀଘ୍ର ମରିପାରିବି ବାପା? ଆପଣଙ୍କ ଆଶୀର୍ବାଦ ପରା ମୋ ମୁଣ୍ଡରେ ସଦା ସର୍ବଦା ଆରେ ଅଛି। ଧନ ମୋ ତୋ ପାଇଁ କେତେ ବ୍ୟାକୁଳ ହେଇଯାଉ। ନାଇଁ ବାପା ଏଣିକି ଆପଣ ବ୍ୟାକୁଳ ହବାର ମୋ ନାହିଁ ସୁନାଟା ପରା ରେ। ପିତା। ମୋ ଧନରେ ବାପା ଠିକ ଅଛି ରେ ହଁ ବାପା। ବାପା ସହଚରୀ ମାନେ ୟାକୁ ଯାହା ପାରୁଛ ଶାସ୍ତି ଦିଅ। ବାପା ଏ ବାତ नहीं ଶୁଣ, ୟାକୁ ଏମିତି ଶାସ୍ତି ଦେଲେ ହବ ନାହିଁ। ୟା ଗୋଟେ କାମ କର, କି କାମ କରିବ ମରିବା? ତମେ ଗୋଟେ କାମ କର, ୟାର ହାତ ଦିଟା କାଟି ଦିଅ। ଏ ଧର ତାକୁ। ଠିକ ଅଛି, ଆଜି ସବୁ ସମସ୍ୟାର ସମାଧାନ ହେଇଗଲା। ବନ୍ଧୁ ଆଜି ଭଳି ପବିତ୍ର ଦିନରେ ପୁଣି ଥରେ ଆମେ